समस्त हार्दिक अभिनंदन एवं शुभेच्छा जनाऊँ। आज जार पटचित्र आम संसार देखु समस्ते जानी पंडित जवाहरलाल नेहरू एवं से होती आम भारतर प्रथम प्रधानमंत्री थे। आज जन्मदिन को सारा भारत वर्ष में शिशु दिवस रूपे पालन कर समस्ते जानी से शिशु मान को अत्यधिक भल पाते शिशु मान उन्नति सब चाहूले हृदय था अत्यंत कोमल फूलपरी नरम एवं से बड़ होते तुमपरी प्रतिदिन शिशु मान धନରେ से कटेगा बितेगा बहुत भल पाते पिता नाम मोतीलाल नेहरू माँ नाम कमला देवी। दिवस विषय मो विशेष कहना आम प्रधान आम हेड सार को कहबी से किसी उद्बोधन देवे तापर भावी बासी कर भाषण देवी सर दीपक कह सम्माननीय शिक्षक बंधुद्वय एवं आमर आदर समस्त छात्र छात्री आज पवित्र मुहूर्त समस्त को अभिनंदन एवं शुभेच्छा। सार कहले आज हूँ चिल्ड्रेन्स डे शिशु दिवस। अच्छा पिला शिशु दिवस कहीं पालन करूँ आम समस्ते शिशु भविष्य आम आम देशर आम गाँव भल नागरिक भल काम करवा। आजिका दिन में आम भारतर प्रथम प्रधानमंत्री स्वर्गत पंडित जवाहरलाल नेहरू पुण्यतिथि व जन्मदिन था। से 1899 मसीहा नवेम्बर मासर 14 तारिख इलाहाबाद आनंद भवन ठारे भूमिष्ठ होते। तुम आज विशेष कि तुमको कहबी ना जेहेतु आज जन्मदिन समस्ते आम शपथ नेवा जे आम भविष्य भल नागरिक हवा। आज शिशु अच्छु भविष्य जड़े जड़े नागरिक भल नागरिक हो। आज शिशु काली नेता आज छोट अच भविष्य जड़े बड़ नेता हो भल लोक हो भल मनीष हो देश काम कर मोर वक्तव्य नहीं मोर वक्तव्य को विराम जीवन विषय जन्मदान कहले
ମୁଁ ଆମ ଷଷ୍ଠ ଶ୍ରେଣୀର ଗୋଟେ ଭାଇ ଭାବେଶ ଦି ତାଙ୍କୁ ଅନୁରୋଧ କରିଛି ସେ ସମସ୍ତଙ୍କ ସାମ୍ନାରେ ପଣ୍ଡିତ ଜବାହରଲାଲଙ୍କ ବିଷୟରେ କିଛି ଉଦ୍ବୋଧନ ଦେବେ କହିବି। ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ମୋର ସାନ ଓ ବଡ଼ ଭାଇ ଭଉଣୀ ତଥା ମୋର ସହପାଠୀଗଣ, ଆଜି ଏହି ପବିତ୍ର ଶିଶୁ ଦିବସରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ପ୍ରଥମେ ମୁଁ ଏହି ପବିତ୍ର ଦିବସର ଗୁରୁତ୍ୱ ସମ୍ପର୍କରେ କହିବାକୁ ଯାଉଛି। ଆଜିର ଶିଶୁ କାଲିର ନାଗରିକ, ତା ହାତରେ ହିଁ ଦେଶ, ଜାତି ଓ ସମାଜର ଦାୟିତ୍ୱ। ସେ ଯେଭଳି ଭାବରେ ଦେଶକୁ ଗଢ଼ିବ, ଦେଶ ସେଭଳି ଭାବେ ଅଗ୍ରଗତି କରିବ। ତେଣୁ ଯୁବଶକ୍ତିକୁ ଉପଯୁକ୍ତ ଭାବରେ ଗଢ଼ି ତୋଳିବା ପାଇଁ ଉଦ୍ୟମ ଓ ନିଷ୍ଠା ଓ ଏହି ଶୈଶବର ଜାରି ରହିବା ଆବଶ୍ୟକ। ନଚେତ୍ ଫୁଲ କଠିଟିଏ ପରି ଅକାଳରେ ଝରି ପଡ଼ିବ। ଅବହେଳିତ ଶୈଶବ ଶିଶୁ ଭବିଷ୍ୟତ ନାଗରିକ ହୋଇପାରିବନି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଆମ ସମସ୍ତ ଶିଶୁଙ୍କର ଆଦର ଚାଚା ନେହେରୁ। ମୋଦି ଭାଇ ମୋର ବକ୍ତବ୍ୟ ଶେଷ କରେ। ଧନ୍ୟବାଦ ଭାଇ। ଯାହା ବି ହଉ ସମସ୍ତଙ୍କ ଆଗରେ ସାହସ କରି ଗୋଟେ ଆମର ଗୁଣୀ ଶିଶୁ ଭାବେ ଶିଶୁ ଦିବସ ବିଷୟରେ କିଛି କହିଲେ। ଏବେ ମୁଁ ଅଷ୍ଟମ ଶ୍ରେଣୀର ଭାଇ ମାନସ ସାହୁଙ୍କୁ ସାମ୍ନାକୁ ଡାକୁଛି, ସେ ମଧ୍ୟ ଶିଶୁ ଦିବସ ବିଷୟରେ କିଛି ଉଦ୍ବୋଧନ ଦେବେ। ମାନସ ଭାଇ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମାବୃନ୍ଦ ଏବଂ ଏଠାରେ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ଶିଶୁ ଦିବସ ବିଷୟରେ ମୋତେ କିଛି କହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ହେଉଛି ଆମ ଦେଶ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ। ସେ 1898 ମସିହା ନଭେମ୍ବର ମାସ 14 ତାରିଖରେ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ନଭେମ୍ବର 14 ତାରିଖକୁ ପ୍ରତିବର୍ଷ ଶିଶୁ ଦିବସ ରୂପେ ପାଳନ କରାଯାଏ। ତାଙ୍କ ମତରେ ପିଲାମାନେ ହେଉଛନ୍ତି ଆଗାମୀ କାଲିର ଭବିଷ୍ୟତ ଓ ସେମାନେ ହସିଲେ ଦୁନିଆ ହସିବ। ପିଲାମାନେ ସ୍ନେହରେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ସେ ସର୍ବଦା ଶିଶୁମାନଙ୍କର ଚରିତ୍ର ଓ ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ। ସେ 1864 ମସିହା ମେ ମାସ 27 ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ମୁଁ ସେହି ମହାନ ବ୍ୟକ୍ତିଙ୍କ ପାଦ ପଦ୍ମରେ ପ୍ରଣାମ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଏବେ ସପ୍ତମ ଶ୍ରେଣୀର ପ୍ରତିମା ଧରୁଆ ଭଉଣୀକୁ ଡାକୁଛି, ସେ ମଧ୍ୟ ଶିଶୁ ଦିବସ ବିଷୟରେ କିଛି ବକ୍ତବ୍ୟ ରଖିବେ। ସମ୍ମାନନୀୟ ସଭାପତି ମହୋଦୟ, ବୃନ୍ଦ, ଏଠାରେ ଉପସ୍ଥିତ ଥିବା ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ଓ ମୋର ସହପାଠୀଗଣ, ଆଜି ହେଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଜବାହର ଶିଶୁମାନଙ୍କୁ ବହୁତ ଭଲ ପାଉଥିଲେ। ସେ କୁନି କୁନି ପିଲାମାନଙ୍କ ଭିତରେ ଭବିଷ୍ୟତ ଭାରତକୁ ଦେଖି ପାରୁଥିଲେ। ସେ କହୁଥିଲେ, ଯଦି ଆମେ ବର୍ତ୍ତମାନ ଶିଶୁମାନଙ୍କୁ ଉପଯୁକ୍ତ ନେଇ ଯତ୍ନ ନେଇ ତାଙ୍କୁ ଉଚିତ ମାର୍ଗରେ ନେବା, ତେବେ ଆମେ ଏକ ସୁନ୍ଦର ଭାରତର ପରିକଳ୍ପନା କରିପାରିବା। ସେଥିପାଇଁ ସେ ତାଙ୍କ ଜନ୍ମ ଦିବସଟିକୁ ଶିଶୁମାନଙ୍କ ଉଦ୍ଦେଶ୍ୟରେ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ତେଣୁ ଏହି ଦିନଟିକୁ ଶିଶୁ ଦିବସ ରୂପେ ପାଳନ କରାଯାଏ। ପଣ୍ଡିତ ଜବାହରଲାଲ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ସେ 1898 ମସିହାରେ ନଭେମ୍ବର ମାସ 14 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସୌରଭା ରାଣୀ ଥିଲା। ସେ ବିଳାସରେ ବାଇନାପାସ କରିଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ପ୍ରଥମ ଥର ପାଇଁ 1916 ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ଗାନ୍ଧିଜୀଙ୍କୁ ସାକ୍ଷାତ କରିଥିଲେ। ନେହେରୁ ଗାନ୍ଧୀଙ୍କ ଠାରୁ 2 ବର୍ଷ ସାନ